ମା ଆମେ ପଢୁଛନ୍ତି ମାତୃରତ୍ନାବଳୀ ଭାଗ 10 ଜ୍ଞାନ 33। ହେ ତୁମେ ଯିଏ ମୋତେ ଭଲ ପାଅ ମୋତେ ଆଘାତ କର। ଯଦି ତୁମେ ମୋତେ ବର୍ତ୍ତମାନ ଆଘାତ ନ କରିବ ତେବେ ମୁଁ ଜାଣିବି ଯେ ତୁମେ ମୋତେ ପ୍ରକୃତରେ ଭଲ ପାଉନାହ। ଶ୍ରୀଅନ୍ଦ ଲେଖୁଛନ୍ତି, ହେ ତୁମେ ଯିଏ ମୋତେ ଭଲ ପାଅ ମୋତେ ଆଘାତ କର। ଯଦି ତୁମେ ମୋତେ ବର୍ତ୍ତମାନ ଆଘାତ ନ କରିବ ତେବେ ମୁଁ ଜାଣିବି ଯେ ତୁମେ ମୋତେ ପ୍ରକୃତରେ ଭଲ ପାଉନାହ। ଏଥିରେ ମା ବର୍ଣ୍ଣନା କରୁଛନ୍ତି, ଏଠି ଶ୍ରୀଅନ୍ଦ ଯାହା ଲେଖିଛନ୍ତି କହୁଛନ୍ତି, ଯେଉଁମାନେ ଦିବ୍ୟ ପରିପୂର୍ଣ୍ଣତା ପାଇଁ ଅଭିପ୍ସା ରଖିଛନ୍ତି ସେମାନେ ଜାଣିଛନ୍ତି ଯେ ଆପଣାର ଅନନ୍ତ ପ୍ରେମ ଓ କୃପା ହେତୁ ପରମ ପ୍ରଭୁ ଆମକୁ ଯେଉଁ ସବୁ ଆଘାତ ଦିଅନ୍ତି ତାହା ଆମକୁ ସବୁଠାରୁ ଅଧିକ ନିଶ୍ଚିତ ଏବଂ ସତ୍ୱର ଭାବରେ ଅଗ୍ରଗତି କରିବା ଲାଗି ସାହାଯ୍ୟ କରିଥାଏ। ଏବଂ ସେହି ଆଘାତ ସବୁ ଯେତିକି କଠିନ ହୋଇଥାଏ ସେମାନେ ଦିବ୍ୟ ପରମ ପ୍ରେମର ମହାନତାକୁ ସେତିକି ଅଧିକ ପରିମାଣରେ ଅନୁଭବ କରିଥାନ୍ତି। ଅନ୍ୟପକ୍ଷରେ ସାଧାରଣ ଲୋକମାନେ ଏହାକୁ ସାଧାରଣ ଲୋକମାନେ ସେମାନଙ୍କୁ ଏକ ସହଜ ସୁଖମୟ ଏବଂ ସଫଳ ଜୀବନ ପ୍ରଦାନ କରିବା ଲାଗି ଈଶ୍ୱରଙ୍କ ପାଖରେ ସର୍ବଦା ପ୍ରାର୍ଥନା କରିଥାନ୍ତି। ଦେଖନ୍ତୁ, ଜୀବନରେ ଯଦି ଆମେ ପାଠ ପଢିଲା ବେଳେ ଯଦି କଷ୍ଟ ପ୍ରଶ୍ନ ଆସେ ତେବେ କଷ୍ଟ ପ୍ରଶ୍ନକୁ ସମ୍ମୁଖୀନ ହବା ପାଇଁ ଆମକୁ ଅଧିକ ଅଧ୍ୟୟନ କରିବାକୁ ପଡେ। ତାହେଲେ ଅଧ୍ୟୟନର ସାମର୍ଥ୍ୟ ଆମର ବଢିଯାଏ ଏବଂ ତଥା ଆମର ଯୋଉ ପୁସ୍ତକଗତ ଜ୍ଞାନ ବି ହଉ ବା ମାନସିକ ଜ୍ଞାନ ବୃଦ୍ଧି ପାଏ। ତେଣୁ ଯେତେବେଳେ ଆମ ପାଇଁ ଗୋଟେ ସମସ୍ୟା ଆସି ପହଞ୍ଚେ ଜୀବନରେ, ସେତେବେଳେ ସେ ସମସ୍ୟାକୁ ଆମେ ଯେତେବେଳେ ସମ୍ମୁଖୀନ ହଉ ସେତେବେଳେ ଆମର ସାମର୍ଥ୍ୟ ବୃଦ୍ଧି ପାଏ। ମତେ ଯିଏ ସବୁଠୁ ଭଲ ପାଉଛି ସିଏ ମୋର ଅଗ୍ରଗତି ନିଶ୍ଚୟ ଚାହିଁବ। ତେଣୁ ଏଠି ପ୍ରଭୁ ଯୋଉ ଲେଖୁଛନ୍ତି ସେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କହୁଛନ୍ତି, ହେ ପରମ ପ୍ରଭୁ ତୁମେ ମୋତେ ଯଦି ସତରେ ଭଲ ପାଉଛ ତେବେ ତୁମେ ମୋତେ ଆଘାତ କର। ଯଦି ତମେ ମୋତେ ଆଘାତ କରୁନାହ ତାହେଲେ ମୁଁ ଜାଣିବି ଯେ ତମେ ମୋତେ ଭଲ ପାଉନାହ। ତେଣୁ ଏଠି ସେଇ ଅର୍ଥରେ କୁହାଯାଉଛି। ଏବଂ ଆମେ ସାଧାରଣ ଲୋକମାନେ ସେମାନେ ଭାବନ୍ତି ଯେ ମୋ ଜୀବନରେ ଯଦି କଷ୍ଟ ଆସିଲା ସାଙ୍ଗେ ସାଙ୍ଗେ ଭଗବାନଙ୍କର ଦୋଷ, ଭାଗ୍ୟର ଦୋଷ। କହନ୍ତି କଣ ଯେ ମୋରି ବେଳକୁ ଏମିତି ହେଲା, ମୁଁ କଣ କରିଥିଲି ତୁ ମତେ ଏମିତି କଷ୍ଟ ଦଉଛୁ। କିନ୍ତୁ ସେ ବୁଝି ପାରନ୍ତିନି ଯୋଉ କଷ୍ଟଟା ବୋଲି ସେ କାହାକୁ ଯାହାକୁ କହୁଛନ୍ତି ସେଟା ତାଙ୍କ ଧାରଣା ଯୋଗୁ ସେ ତାକୁ କଷ୍ଟ ବୋଲି ଅନୁଭବ କରୁଛନ୍ତି। ସେଟା ପ୍ରକୃତରେ ତାଙ୍କ ପାଇଁ ଆସିଛି ଗୋଟେ ପାହାଚ, ଗୋଟେ ପାବଛ ଆସି ପହଞ୍ଚିଛି ଯୋଉଠାକୁ ସେ ସମ୍ମୁଖୀନ ହେଇକି ପାର ହେଇଗଲେ ତାଙ୍କର ଏକ ସାମର୍ଥ୍ୟ ବୃଦ୍ଧି ପାଇବ ଏବଂ ସେ ଉତ୍ତରୋତ୍ତର ଭାବରେ ଆଉ ଟିକେ ଅଧିକ ଅଗ୍ରଗତି କରିବେ। ସେଥିପାଇଁ ସାଧାରଣ ଲୋକମାନେ କଣ କରନ୍ତି, ତାଙ୍କର ବ୍ୟକ୍ତିଗତ ତୃପ୍ତିକୁ ସିଏ କୁହନ୍ତି ଯେ ସେଇଟା ହଉଛି ଦିବ୍ୟ କୃପା ବୋଲି। ଯେତେବେଳେ ବାଳି ଶ୍ରୀରାମଙ୍କ ଶରରେ ଭୂମିରେ ପଡି ଯାଇଛନ୍ତି ସେଇ ସମୟରେ ବର୍ତ୍ତମାନ ତାପରେ ଶ୍ରୀରାମ ବସିଛନ୍ତି, ଆସି ପହଞ୍ଚିଛନ୍ତି ଏବଂ ବାଳିଙ୍କ ସହିତ କଥା ହଉଛନ୍ତି। ସେତେବେଳକୁ ଅଙ୍ଗଦ ଆସି ପହଞ୍ଚି ଗଲେଣି, ଅନ୍ୟମାନେ ଆସି ପହଞ୍ଚି ଗଲେଣି। ଶ୍ରୀରାମଙ୍କ କୋଳରେ ବାଳିଙ୍କର ମୁଣ୍ଡଟି ଅଛି। ବାଳିଙ୍କ ସହିତ ଯେତେବେଳେ ସେ କଥା ହଉଛନ୍ତି ବାଳି ତାଙ୍କୁ କହୁଛନ୍ତି, ପ୍ରଭୁ ଯେ ତମେ ମତେ କାହିଁକି ମାରିଲ? ତାପରେ ସେ କହୁଛନ୍ତି ଏଇଆ ହେଇଛି କଥା ଏମିତି। ନା ମତେ ଯଦି ତମେ କହିଥାନ୍ତ ତେବେ ମୁଁ ସାଙ୍ଗେ ସାଙ୍ଗେ ରାବଣକୁ କହିଥାନ୍ତି ଏବଂ ରାବଣ ସୀତାଙ୍କୁ ଆଣି ଛାଡି ଦେଇ ଯାଇଥାନ୍ତା। କାହିଁକିନା ସେ ଏତେ ଡରେ ବାଳି। ବାଳି ବାଳିଙ୍କର ପରାକ୍ରମକୁ ରାବଣ ଡରେ। ଆଉ ତାପରେ ସେଠୁ ଶ୍ରୀରାମଙ୍କୁ ଟିକେ ଭର୍ତ୍ସନା କରି କହୁଛନ୍ତି ଯେ ତମେ ବୀର ପରି ନ ମାରି ଉହାଡରୁ ଥାଇ ଆମେ ଦୁଇ ଜଣଙ୍କ ମଲ୍ଲ ଯୁଦ୍ଧ ସମୟରେ ତୁମେ ଆମକୁ ଶରବିଦ୍ଧ କଲ, ଏଇଟା କଣ ଠିକ କଲ? କି ମର୍ଯ୍ୟାଦା ତମର ଏଥିରେ ରହିଲା? ଶ୍ରୀରାମ ସହିତ ଅନ୍ୟାନ୍ୟ କନଭରସେସନ ବହୁତ ଚାଲିଲା ପରେ ପ୍ରଭୁ କହୁଛନ୍ତି ତାହେଲେ ଠିକ ଅଛି, ମୁଁ ତୀର କାଢି ଦଉଛି।
ଏବଂ ତୁମକୁ ମୁଁ ବଞ୍ଚେଇଦେବି, ତମେ ଆଉ ମରିବନି। ବାଳି ସେଠି ହସୁଛନ୍ତି। ବାଳି କହୁଛନ୍ତି, ମୁଁ କଣ ଏତେ ମୂର୍ଖ? ମୂର୍ଖ ମୁଁ, କିନ୍ତୁ ଏତେ ମୂର୍ଖ ନୁହଁ। ଆପଣ ମତେ ବଞ୍ଚେଇବା ଅର୍ଥ ମୋ ପାଇଁ ସେଟା ଅଭିଶାପ। ନା କେମିତି? କହୁଛନ୍ତି ଆପଣଙ୍କ ତୀରରେ ମୁଁ ମରିବି, ଆପଣଙ୍କ କୋଳରେ ମୁଁ ପଡି ମରୁଛି। ମୁଁ ଏଇ ଯୋଉ ପଶୁ ଜନ୍ମରୁ ସିଧାସଳଖ ମୁକ୍ତି ପାଇବି। ଆଉ ମୃତ୍ୟୁ ତ ନିଶ୍ଚିତ ଆସିଥାନ୍ତା। ଆପଣଙ୍କ ହାତରେ ମରିବା ଫଳରେ ମୋର ମୁକ୍ତି ହେଲା। ମୁଁ ଏ ମୁକ୍ତିକୁ ଛାଡି କାହିଁକି ପୁଣି ଆଉଥରେ ଏଇ ପଶୁ ଜନ୍ମରେ ଘାଣ୍ଟି ହେବି?